ବାପା ମତେ କ୍ଷମା କରିଦବ। ମୁଁ ଆଉ ସହିପାରୁନି ବାପା। ମୋ ସ୍ତ୍ରୀ ପାଇଁ ମୁଁ ଆତ୍ମହତ୍ୟା କରୁଛି। ସେ ମୋ ମୃତ୍ୟୁ ଚାହୁଁଥିଲା। ମୁଁ ମୁଁ ଜୀବନ ହାରିବାକୁ ବାଧ୍ୟ ହେଉଛି ବାପା। ମତେ କ୍ଷମା କରିଦବ ବାପା, ମତେ କ୍ଷମା କରିଦବ। ଏମିତି କିଛି ଯନ୍ତ୍ରଣା ଭରା ଚିଠି ଲେଖି ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି ଜଣେ ନିର୍ଯାତିତ ସ୍ୱାମୀ। ବେଙ୍ଗଲୁରୁର ଅତୁଲ ସୁବାସଙ୍କ ଆତ୍ମହତ୍ୟା ଘଟଣା ଚହଳ ପକାଇଥିବା ବେଳେ ଆଉ ଜଣେ ନିର୍ଯାତିତ ସ୍ୱାମୀ ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ଚାମୁଣ୍ଡେଶ୍ୱରୀ ନଗରର 40 ବର୍ଷୀୟ ପେଟାରୁ ଗୋଲାପାଲି। ଘଟଣା ପରେ ଏବେ ପେଟାରୁଙ୍କ ପରିବାର ନ୍ୟାୟ ଅପେକ୍ଷାରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ମୃତକ ପେଟାରୁ ଗୋଲାପାଲି 2 ବର୍ଷ ତଳେ ବିବାହ କରିଥିଲେ। ବିବାହର 3 ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଆସିଥିଲା ତିକ୍ତତା। ଆଉ ଏ ଝଗଡ଼ା ଛାଡ଼ପତ୍ର ଯାଏଁ ପହଞ୍ଚିଥିଲା। ମୃତ ବ୍ୟକ୍ତିଙ୍କ ପତ୍ନୀ ପିଙ୍କି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଭରଣ ପୋଷଣ ପାଇଁ 20 ଲକ୍ଷ ଟଙ୍କା ବି ମାଗିଥିଲେ। ପେଟାରୁ ଗୋଲାପାଲି ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। ଗତ କିଛି ମାସ ହେବ ତାଙ୍କର ଚାକିରି ଚାଲିଯାଇଛି। ସେ ବେରୋଜଗାର ହୋଇଯାଇଛନ୍ତି। ତଥାପି ତାଙ୍କ ସ୍ତ୍ରୀ ଟଙ୍କା ମାଗିବା ସହ ଧମକାଉଥିଲେ, ଅତ୍ୟାଚାର କରୁଥିଲେ। ଫଳରେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ସେ। ସମ୍ପର୍କରେ ତିକ୍ତତା, ଛାଡ଼ପତ୍ର ଘଟଣାକୁ ସେ ସହିପାରିଲେନି। ପରିବାର ଘରେ ନଥିଲା ବେଳେ ଝୁଲି ପଡ଼ିଲେ ପେଟାରୁ। ଘରକୁ ଫେରିବା ପରେ ପୁଅର ଝୁଲନ୍ତା ମୃତଦେହ ଦେଖିଥିଲେ ପରିବାର ଲୋକେ। ଏଥିସହିତ ତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ବି ମିଳିଥିଲା। ସେଥିରେ ସେ ତାଙ୍କ ସ୍ତ୍ରୀଙ୍କୁ ଦାୟୀ କରିଥିଲେ। ପୋଲିସ ଆତ୍ମହତ୍ୟା ପାଇଁ ଉସ୍କାଇବା ଭଳି ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବରରେ ବେଙ୍ଗଲୁରୁର ଜଣେ ଯୁବକ ସେଭଳି ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ଶାଶୁଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଝୁଲି ପଡ଼ିଥିଲେ ଯୁବ ଏଆଇ ଇଞ୍ଜିନିୟର ଅତୁଲ ସୁବାସ। ଆତ୍ମହତ୍ୟା ପୂର୍ବରୁ 24 ପୃଷ୍ଠାର ଚିଠି ଏବଂ ଘଣ୍ଟେ 20 ମିନିଟର ଭିଡିଓ ଜାରି କରି ଦୁଃଖ କାହାଣୀ ବଖାଣିଥିଲେ ସୁବାସ। ଏହି ଘଟଣା କର୍ଣ୍ଣାଟକ ସମେତ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନର ଏ ଘଟଣା ପୁଣି ଥରେ କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛି? ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।